ଶ୍ରୀ ଜଗନ୍ନାଥଙ୍କ ଜମିରେ ମଦ ଦୋକାନ ଚାଲିଥିବା ଅଭିଯୋଗ ତଦନ୍ତ ଓ ସ୍ପଷ୍ଟୀକରଣ ଦାବି କଲା ଆପ୍। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିରେ ମଦ ଦୋକାନ ଚାଲୁଥିବା ପ୍ରସଙ୍ଗକୁ ନେଇ ଆମ୍ ଆଦମୀ ପାର୍ଟି ଆପ୍ ପୁରୀ ଜିଲ୍ଲା ପକ୍ଷରୁ ଗମ୍ଭୀର ଅଭିଯୋଗ ଅଣାଯାଇଛି। ପୂର୍ବରୁ ଏହି ପ୍ରସଙ୍ଗରେ ଜଣେ ଅତିରିକ୍ତ ତହସିଲଦାର ସସ୍ପେଣ୍ଡ ହୋଇଥିବା ବେଳେ ବର୍ତ୍ତମାନ ନୂତନ ଅବକାରୀ ନୀତି ଓ ଲାଇସେନ୍ସ ପ୍ରଦାନ ପରେ ପୁଣି ଥରେ ଜେଲ୍ ରୋଡ୍ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ଜମିରେ ମଦ ଦୋକାନ ଚାଲୁଥିବା ନେଇ ଦଳ ପାଖରେ ସୂଚନା ପହଞ୍ଚିଛି। ଆମ୍ ଆଦମୀ ପାର୍ଟିର ସୂଚନା ଅନୁଯାୟୀ ଉକ୍ତ ଜମିଟି କୁମ୍ଭାରପଡ଼ା ମୌଜା ଖାତା ନମ୍ବର 114 ଶାବକ ପ୍ଲଟ ନମ୍ବର 778 ଏବଂ ହାଲ୍ ପ୍ଲଟ ନମ୍ବର 454 ଅନ୍ତର୍ଗତ ଅଟେ। ପୂର୍ବରୁ ମଧ୍ୟ ଏହି ସ୍ଥାନରେ ମଦ ଦୋକାନ ଥିବାବେଳେ ବର୍ତ୍ତମାନ ପୁନର୍ବାର ଏହାର ନବୀକରଣ କରାଯାଇଛି। ଏହି ସମ୍ବନ୍ଧରେ ସୂଚନା ଅଧିକାର ଆଇନ ଜରିଆରେ ତଥ୍ୟ ମଗାଯାଇଥିଲେ ହେଁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବା ପାର୍ଟି ପକ୍ଷରୁ କୁହାଯାଇଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଓ ପ୍ରଶାସନ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ସ୍ପଷ୍ଟୀକରଣ ଦେବାକୁ ଆପ୍ ଦାବି କରିଛି। ଯଦି ପ୍ରକୃତରେ ମହାପ୍ରଭୁଙ୍କ ଜମିରେ ମଦ ଦୋକାନ ଚାଲୁଛି ତେବେ କେଉଁ ଆଇନଗତ ଅନୁମତି ବଳରେ ଏହାକୁ କାର୍ଯ୍ୟକାରୀ କରାଯାଇଛି? ଶ୍ରୀ ଜଗନ୍ନାଥଙ୍କ ଜମିରେ ମଦ କିମ୍ବା ଅନ୍ୟ କୌଣସି ଅବକାରୀ ସାମଗ୍ରୀ ବିକ୍ରୟ ପାଇଁ ଆଇନଗତ ଭାବେ ଅନୁମତି ଦିଆଯାଇପାରିବ କି ନାହିଁ ତାହା ସରକାର ସ୍ପଷ୍ଟ କରନ୍ତୁ। ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ଏବଂ ଆଇନର ଉଲ୍ଲଂଘନ ହୋଇଥାଏ ତେବେ ଏହାକୁ ଅନୁମତି ଦେଇଥିବା ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ଆମ୍ ଆଦମୀ ପାର୍ଟିର ପୁରୀ ଜିଲ୍ଲା ସଭାପତି ଶ୍ରୀ ସଞ୍ଜୀବ କୁମାର ମହାନ୍ତି ଏହା କହିଛନ୍ତି ଯେ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଏବଂ ଆଇନର ସଠିକ୍ ପାଳନ ସୁନିଶ୍ଚିତ କରିବା ସରକାରଙ୍କ ମୁଖ୍ୟ ଦାୟିତ୍ୱ। ତେଣୁ ଏହି ସମଗ୍ର ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଅଣାଯାଉ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜିଲ୍ଲା ଖବର। आज आपण समस्त आज स्वागत प्रेस कॉन्फ्रेंस को बड़ कथा है पूर्वर श्रीमंदिर जमी उपरे मद दुकान खुलासा आम ही करूँ आपाई जन अधिकारी सस्पेंड किंतु आज पुनर्बार आज पुणी आउ थे गोटे जगार आम जाना पाइलु श्रीमंदिर पुणी एक जगार जगन्नाथ जगार मद दुकान पुणी आपण मैंने जानते किसी दिन तले लाइसेंस समस्त दिगला नुआ भाव सरकार नियम आनले से करागला पूर्वर एमती गोटे घटना घटी बेले पुणी आउ थे से जगार सेमती गोटे जगार केमी भाव में तुम मद दुकान आलाउ कल ताहले आग सरकार स्पष्ट करू जे जगन्नाथ जमी मद दुकान कर ना कर कारण जदि जदि कर अधिकारी की सस्पेंड करने श्रीमंदिर प्रशासन यहाँ स्वतंत्र भाव में क्षमता अच्छी जगन्नाथ जमी तुम मद दुकान कर धर्मीय भावना को आघात है। तेणुकर को हिसाब से को अधिकारी को विभाग मंत्री हाथ अच्छी तदंत निहाती दरकार। आ बड़ कथा तो केवल जनक क्षेत्र संभव नुह ए पुरी डिस्ट्रिक्ट एडमिनिस्ट्रेशन तार सिग्नेचर दब पुरी अबकारी विभाग तार सिग्नेचर दब पुरी तहसिलदार सी सिग्नेचर देवे श्रीमंदिर प्रशासन सी सिग्नेचर दब ये समस्त सिग्नेचर पर पुणी गोटे मद दुकान पुणी हम पुणी जगन्नाथ जमी केमी भाव में तेणुक थे जब भूल होगा पुणी कौन आउ थे भूल तेणुक अपराध एगुड़ा कला जा कथा आम बारंबार एगुड़ा दाबी करुँ मंत्री विभाग मंत्री एक स्पष्ट करूँ जगन्नाथ जमी मद दुकान हम कि ना हम जदि मद दुकान हम ताले तुरंत आप इस्तीफा दे दिंतु आपण भूल कहीं कले ए सरकार है धर्मर विरुद्ध सरकार ए सरकार लोकों सरकार नुहे ए सरकार मधुआ मान सरकार तेणुक एम निहाती भाव में इस्तीफा आम दाबी करुँ प्रकृत विभाग मंत्री या जवाब न दिखती निश्चित आगामी दिन राजरास्तार लड़े हम।